ଇରାନ ଇସ୍ରାଏଲ ମଧ୍ୟରେ 3 ଦିନ ହେଲା ଭୀଷଣ ସଂଘର୍ଷ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ମିସାଇଲ ରକେଟ ମାଡ଼ କରୁଛନ୍ତି। ଏହି ସଂଘର୍ଷ ମଧ୍ୟପ୍ରାଚ୍ୟକୁ ଖୁବ୍ ଶୀଘ୍ର ଯୁଦ୍ଧ ଆଡ଼କୁ ଟାଣିନେବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଉଣା ଅଧିକ ବିଶ୍ୱର ସମସ୍ତ ରାଷ୍ଟ୍ର ତେଲ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭର କରୁଥିବାରୁ ସମସ୍ତେ ପ୍ରଭାବିତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ମଧ୍ୟପ୍ରାଚ୍ୟ ଉପରେ ସମ୍ଭାବ୍ୟ ବଡ଼ ଯୁଦ୍ଧର ବାଦଲ ଛାଇଯାଇଛି। ଦୁଇ ବଡ଼ ଦେଶ ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ 3 ଦିନ ହେଲାଣି। ଏପରି ସ୍ଥିତିରେ ଆବଶ୍ୟକ ସଂଯମତା ବଦଳରେ ଅଧିକ ଉଗ୍ର ହୋଇପଡ଼ୁଛନ୍ତି ଦୁଇ ରାଷ୍ଟ୍ର। କ୍ଷେପଣାସ୍ତ୍ର ଓ ରକେଟ ମାଡ଼ କରି ପରସ୍ପରର ସାମରିକ ପ୍ରତିଷ୍ଠାନ ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି। ଇସ୍ରାଏଲ ଇରାନ ସଂଘର୍ଷକୁ ନେଇ ସାରା ବିଶ୍ୱ ଦୁଇ ଭାଗ ହୋଇଯାଇଛି। ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲୀ ଖୋଲାଖୋଲି ସମର୍ଥନ କରିଛନ୍ତି। ଅନ୍ୟପଟେ ଇରାନକୁ ସମର୍ଥନ ଜଣାଇଛନ୍ତି ଚୀନ, ପାକିସ୍ତାନ, ତୁର୍କୀ, ୟେମେନ, ଇରାକ। ଭାରତ କାହାର ପକ୍ଷ ନ ନେଇ ଶାନ୍ତି ଆଲୋଚନା ଜରିଆରେ ସମାଧାନ ଉପରେ ଗୁରୁତ୍ୱ ଦେଇଛି। ଇରାନ ଇସ୍ରାଏଲ ଯୁଦ୍ଧର ବଡ଼ ପ୍ରଭାବ ଭାରତ ଉପରକୁ ପଡ଼ିବାକୁ ଯାଉଛି। ବିଶେଷ କରି ତେଲ ଓ ଜୀବାଂଶ ଇନ୍ଧନ ପାଇଁ ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ ଭାରତର ସ୍ଥିତି ବିଗାଡ଼ିବା ଆଶଙ୍କା ରହିଛି। ଅଶୋଧିତ ତେଲର ଦର ବଢ଼ିଲେ ପ୍ରଭାବରେ ସବୁ ସାମଗ୍ରୀର ଦରଦାମ ବଢ଼ିବ। ଇସ୍ରାଏଲ ଆକ୍ରମଣରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛି। ତେବେ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଯୋଗୁଁ ତେଜସ୍କ୍ରିୟ ବିକିରଣ ଆଶଙ୍କାରେ ଉଦ୍ବେଗ ପ୍ରକାଶ କରିଛନ୍ତି ବିଶ୍ୱ ସମୁଦାୟ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।